श्री वृंदावन चंद्रमा घन बरन हे घन बरन प्रभु श्री वृंदावन चंद्रमा घन बरन करी सुविचार जहा दोष मोर करी सुविचार जहा दोष मोर निज गुणे कर क्षमा घन बरन घन बरन काम कोटि अभिराम नटबरा हीणा जन ठारे एड़िकिनी चोरा काम कोटि अभिराम नटबरा हीणा जन ठारे एड़िकिनी चोरा जीवने मरणे शयन सपने जीवने मरणे शयन सपने तुमे मोर सुख सीमा घन बरन हे घन बरन बाबुरे ए काले नारद मुनि प्रभु नाम गाई हटेश्वर तीर्थ रहे पहुंचले जाई हत्या ब्रह्महत्या मातृदोष उद्धार हटेश्वर तीर्थ रे तप करती साई ठीक ठीक भाई जिते स्तुति कर शिव नेत्र खोलिले ए नारद की प्रसंग आज्ञा जिमिति युद्धटा हम नारद से प्रकार कहले अच्छा अच्छा बोले महाप्रभु कौन कहबे से गौड़ पिले चतुर्दंड हलानी अच्छा अच्छा जा बोले ता करथुंती देखो तमे तळ दिने नीलवतीर झियो अर्थात बनु राजार झियो बनु राजांकर झियो को बहु करथिला नाम देबे हेला एवं बहु कले हेला ए कथा गौड़ पिले की परी जानिले तुमरो से कन्या टकर बलात्कार करथुले ए कथा की परी जानिला तुमरो कुमार फार्जी आइबा को देखो मिलिला चंद्रभागातीर काले उभयंकर हे लागिला समर काले उभयंकर हे लागिला समर मोर पुत्र सेठारे होइले बोली यारो ले बोली बलराम कृष्ण सहीन पारिले मो पुत्र 6 गोटी मुंड को मोड़ी देले राम गोविंद 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 राम राम नवीन सुंदर घन बर नश्याम एणु करी हेला हे महाप्रभु से गौड़ बुले मोर दुर्दंड हेला बड़ अन्याय कलेनी बहुत अन्याय करछुंती आज्ञा शिव चिंता कले नारद हां से कृष्ण जी भगवान हला अन्याय कले शिव कहार नुह ना एनु आज गोपाल कुल को ध्वंस करबी अच्छा अच्छा हे नारद कोटी अछंती से अथमे जी भाई देखै दे मते महाप्रभु चंद्रभागा रे हां हां आले शिव आरे नवलक्ष डंबरु बाजिला घन घन बाजिला घन घन बाजिला घन घन वृषभर बसिले हे पंडर नयन वृषभरे बसिले हे पंडर नयन हरिण से कोपानल करे धरिले त्रिशूल हरिण से कोपानल करे धरिले त्रिशूल हरिण से कोपानल करे धरिले त्रिशूल 14 कोटी रुद्र संगतरे धरिए संगतरे धरी महासंभर्भरे गोले देव त्रिपुरारी राम गोविंद 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 राम राम नवीन सुंदर काली अदरन भाई हाँ हरिहर मुआ मुझे गले हेला ए गौड़ धमा अच्छा पाई तू मारिलु रे मोहर महाराज बेगारी मा गौड़ देखाऊ चाल आज गोड़ हाड़ रे सबू भांगी देवी मोहे बाप
আজি ରଖିବ ରେ ତହେ ଆଜ୍ଞା ଭଗବାନ କେବେ ରାଗି ନୁହଁ ନା ଭଗବାନ ବିଷ୍ଣୁ କେବେ ରାଗି ନୁହଁ ନା 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 ସଦା ସବୁବେଳେ ଶ୍ୟାମଳ ଶାନ୍ତ ମୂର୍ତ୍ତି ହସିଦେଲେ କୃଷ୍ଣ ହେଲା ମହାପ୍ରଭୁ ହଁ କେତେ ବଡ କଥାଟି କହିଲେ ଆପଣଙ୍କ ପୁଅକୁ ଆମେ ମାରିଛୁ ଏ କଥା ନିତାନ୍ତ ସତ୍ୟ ହଁ କିନ୍ତୁ କାହିଁକି ମାରୁଛୁ ଆପଣ ବୁଝିଲେନି ତ ସେ କଥାଟା ବୁଝି ନାହାନ୍ତି ଆପଣ ପୁରା ତୈଲୋକ ପାଳକ ସଂହାର କର୍ତ୍ତା ବିଚାର କରନ୍ତୁ ଯଦି ସେ ନିନ୍ଦ୍ରକନ୍ୟାକୁ ନ ନେଇଥାନ୍ତା ଆମେ ଯାଇନଥାନ୍ତୁ ନା 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 ଆମ ପିଲା ବି ବାହା ହଉଥିଲା ତମ ପୁଅ ଆସି ଆମ ସବୁ ପିଲାକୁ ମାରି ସେ କାହାକୁ କିଛି ନ କହିକି ରେକେଟ ମୁଣ୍ଡା ଛିଡେଇଦେଲା ସମସ୍ତଙ୍କୁ ପୁଣି ମାରି ତମର ଗୋଟିଏ ପୁଅ ମରିଛି ଏତେ ଚିନ୍ତା ହେଲା ଚିନ୍ତା କର 2 ଲକ୍ଷ ପୁଅ ମରୁଛନ୍ତି ଆମର ଅବସ୍ଥା କଣ ହେଇଥିବ ଯଦି ତମର ଗୋଟେ ପୁଅ ମଲେ ଏତେ ଚିନ୍ତା 2 ଲକ୍ଷ ପୁଅ ମରୁଥିବେ ହେଲା ଆମର ଅବସ୍ଥା କଣ ଶିବ ଚିନ୍ତା କର ଶିବ କହିଲେ ଜ୍ଞାନ ବଦନା ନା ଔରବାଳ ହାଉର ତୋର ଜାତି ଗୋତ୍ର ନାହିଁ ଔରବାଳ ହାଉର ତୋର ଜାତି ଗୋତ୍ର ନାହିଁ ଖାଇ ଜଗା ପିଲାର ମୁଁ ଖେଳ ନାହିଁ ଭାବିଛୁ କି ମନେ ମନେ ଘରେ ଘରେ ବସି କରି କରିବୁ କି ତୋର ଆଜି ହାବୁଡ଼ା କରୁଛୁ ଗୌର ମୁড়া মুড়ি କରି ଭାଙ୍ଗିବି ରାମ ହରେ ରାମ ଆରେ ଆମର ଖଣ୍ଡା ଯିବି ନାହିଁ ରଣକ୍ଷେତ୍ର ନାହିଁ ହଣ୍ଡା ହଣ୍ଡା କିରି ନିମିଷକେ ଦେବି ମେଣ୍ଢା ମାରି ହା 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 ଥିଏଟର ନା ରୋଲ କରୁଥିଲୁ ଯୁଦ୍ଧ ଲାଗିଛି ପୁରାଏ ବୋଲେ ଏମିତି ଡାଇରେକ୍ଟ ମାରୁଛୁ ମୁଁ କୁଆଡେ ରାମାୟଣ ମହାଭାରତ ଥେର ଲାଗିଲା କି କଥା କହିଲେ ଦଶରଥ ମହାରାଜା ବସନ୍ତି ରେ ବାପା ବସନ୍ତୁ ଜାଣିଛୁ ନା ହେଲେ କଣ ହେଇଛି ଭୟଙ୍କର ଯୁଦ୍ଧ ଲାଗିଛି ଆଜ୍ଞା ହରିହର ଲାଗିଗଲେ ହଁ ବଚସା ଯୁଦ୍ଧ ହେଲା ଏ ଗୌର ଆରେ ସାମାନ୍ୟ କେତୁନା ଅସୁରକୁ ମାରିଲୁ ତୁ ନିଜକୁ ବଳିଆର ବୋଲଛୁ ରେ ଆରେ ଷଣ୍ଢା ବକା ଅଘା ସକଟାକୁ ମାରିଦେଲୁ ବୋଲି ନିଜକୁ ବଳିଆର ବୋଲାଉ ରେ ବନ ମାଳି ଆରେ ଚଣ୍ଡାଳ ନିଜ ମାଇକି ତୁ କରିଛୁ ହରଣ ଚାରେ ଉଠିର ମାମୁକୁ କରିଲୁ ନିଧନ ଯିଏ ମାଇକି ହରୁଛି ଯିଏ ମାମୁକୁ ମାରୁଛି ସାମାନ୍ୟ କେତୁନା ଅସୁର ମାରିଦେଲୁ ସେଥିପାଇଁ ମୋଡ ହଉଛୁ ରେ ଘରେ ଘରେ ବସିକି ଝିଅ ଚଳୁଛୁ କାହାର କଣ ନ କରୁଛୁ ବୋଲି ସିଂହକୁ ଭାଇକିରେ ବସିବ ସ୍ୱର୍ଗ ଠାରୁ ଶ୍ରଦ୍ଧା ହେଲାନି ଯେ ତୋର ଆଦି ମୂଳ ଗୌଡ଼ ମୋ ଘରୁ ତୁ ବହୁ ନେବୁ ହେଲା ମୋ ବୋଉକୁ ତୋ ପିଲା ନେବ ଆଜି ଦି ଭାଇକୁ ଗୁଣ୍ଡା କରିବି ଗୁଣ୍ଡ କରିଦେବି ସେତେବେଳେ ନାରାୟଣ ଅଳ୍ପ ହସିଲେ ଅଳ୍ପ ହସିଲେ କଥା ହେ ଭୋଳା କହିଲ ବୋଇଲେ ବନ୍ଦ ଦି କଥା ନ କରିଲ ବିଚାର ଦେଖାଲରେ ପଡିଗଲ ମହେଶ୍ୱର ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବର ଶ୍ୟାମ ପ୍ରଭୁ ତମେ ନିଜେ ଖାଲିରେ ପଡିଗଲ ହେଲା ତମେ ମତେ କଣ କହିଲ ମାଇଁକି ହରିଲି ମାମୁଙ୍କୁ ମାରିଲି ତମେ ଜାଣିଛ ହେଲା ତମେ ପୁରା ବ୍ରହ୍ମଜ୍ଞାନୀ ତମେ ଯାହା କାର୍ଯ୍ୟ ଗୁଡାକ କରୁଛ ଆରେ ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଦେଖୁଛ ଦିଟା ଦେହ ଅନାତ୍ମା ଏକ ହେଲା ଅଲୁନ ସାମନ୍ତ ସିଆରେ କଣ ଲେଖିଲେ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ ଏ ଧରାକୁ ଉଚ୍ଛ୍ୱାସ କରିବା ପାଇଁ ଆଉ ମଞ୍ଚାରୁ ପଡି ମାମୁ ମଲା ମତେ ତ ଦୈବ ରଖିଲା ସେ କଥା ଛାଡ କିନ୍ତୁ ତମେ ଯୋଉ ପାପ କରୁଛ ସେ ପାପ ଗୁଡାକ ଶିବ କହିଲେ ମୁଁ ପାପ କରୁଛି କେବେ କଣ ପାପ ତେବେ ଶୁଣ କୃଷ୍ଣ କହିଲେ ଯେତେବେଳେ ଆଦି ଶକ୍ତିଠୁ ହୋଇଲ ଜନ୍ମ ପ୍ରଥମେ ତୁମେ କରୁଛ ମାତୃହରଣ କରିଛ ଓହତ୍ୟାକୁ ଅଙ୍ଗରେ ବହିଛ ମହେଶ୍ୱର ମହତ୍ୟାକୁ ଅଙ୍ଗେ ବହିଛ ଉମା ଯୋଗ୍ୟ କଥା ପ୍ରଭୁ ହେ ମୁଁ କହିବି ନାହିଁ ଶୈବ ପୁରାଣେ ସବୁ ହେ ଲେଖା ଅଛି ଶ୍ୱଶୁରର ମୁଣ୍ଡ ଛିଡ଼ିଲା ସବୁ ଅଭୂଷଣ ଦେଖେଇଲା ଆଠୁ ବଡ କଥା କଣ ଆଉ କଣ ଅଛି ଯିଏ ଗୋହତ୍ୟାକାରୀ ବ୍ରହ୍ମତ୍ୟାକାରୀ ମାତୃହରଣକାରୀ ଶ୍ୱଶୁର ହତ୍ୟାକାରୀ ଏମିତି ପାପି ନା ଶୁଣିଲେ ପାପ ତମେ ଏଡେ ବଡ ଲୋକ ହୋଇ ତମେ ହଟକେଶ୍ୱର ତୀର୍ଥ କାହିଁକି ଯାଉଛ ନା ଏସବୁ ଦୋଷରୁ ଧରା ପାଇଁ ଯେତେବେଳେ ଭୋଳାନାଥ
ଏପରି ଶୁଣିଲେ କଥା ବହୁତ ଜାଣିଛି କହିଲେ ଆଉ ଯଦି ବତ ସାଜୁ ଧଇବି ମୁହିଁ ମୁହିଁ ବିଶ୍ୱ ପରା ହବ ଦେବ ଗୋପାଳ ତନ ବୋଲି ଭୋଳାନାଥ କମ୍ପମାନ ହେଲେ ଭାଣ୍ଡି କରି ହେ ତ୍ରିଶୂଳ ଧରିଲେ ତ୍ରିଶୂଳକୁ ଧରି ହେ ବୁଲାଇ ବୁଲାଇ ଦେଲେ ହର ମହାପ୍ରଭୁ ହୋଇ କହିଲେ କ୍ଷଣି ଯିବ ଭୌଳ ପିଲାର ମୁଣ୍ଡକୁ କାଟିବ ଖାଇବାଣୀ କରି ହେ ତ୍ରିଶୂଳ ଧରି ଗଲେ ଖଣ୍ଡେତୁରୁ ଶ୍ଵେତ ପଦ୍ମ ଦେଖିଲେ ଧରାଣ୍ଡି ହେ ଡେଇଣ ସେ ଲେଉଟାଇ କରି ପୁଣି ଫିଙ୍ଗି ଦେଲେ ଏଇପରି ଫିଙ୍ଗା ଫିଙ୍ଗି ହେଲେ ଖଣ୍ଡେତୁରେ ବଳରାମ ହେ ଥିଲେ ମନେ ମନେ ବଳରାମ କହିଲେ ବିଚାର ଧରିକି ହାରିଯିବ ଭାଇଟା ମୋହର ତେଣୁ ଭାଇଙ୍କ ସପକ୍ଷରେ ଭାଇ ଚଳିଗଲା ଗଲା ପଛରେ ହେଲଙ୍ଗଳ ହଇଲେ କହଲା ଭଲା ହେଙ୍ଗଳ ହଇ ହେ ବୁଲାଇ ବୁଲାଇ ହେଙ୍ଗଳ ହଇ ହେ ବୁଲାଇ ବୁଲାଇ ତ୍ରିଶୂଳ ଉପରେ ହେ ପିଟି ଦେଲେ ନେଇ ଯେତେ ବଳ ବଳରାମ ବୁଝିଲେ ହରି ରାମ ଯେ ହରି ରାମ ଯେ ନବୀନ ସୁନ୍ଦର ରାମ